ରାତିରେ ନିଦ ଆସୁନି। ସମସ୍ୟା କେବଳ ରାତିରେ ନୁହେଁ। ଆପଣ ରାତିରେ ବେଡ୍ରେ ପଡ଼ି କହୁଛନ୍ତି କି ଆଜି ଶୀଘ୍ର ଶୋଇବି, କିନ୍ତୁ ନିଦ ଆସୁନାହିଁ। ତାହେଲେ ହୁଏତ ଆପଣଙ୍କ ପ୍ରୋବ୍ଲେମ୍ ରାତିରେ ନୁହେଁ, ଆପଣଙ୍କର ବଡି କ୍ଲକ୍ରେ ଅଛି। ଆମ ଶରୀରରେ ଗୋଟିଏ ନ୍ୟାଚୁରାଲ ବାୟୋଲୋଜିକାଲ କ୍ଲକ୍ ଅଛି, ଯାହାକୁ ସିର୍କାଡିଆନ୍ ରିଦିମ୍ କୁହାଯାଏ। ଏହା ପ୍ରାୟ 24 ଘଣ୍ଟାର ସାଇକେଲରେ ଆମର ସ୍ଲିପ୍, ଆମେ କେତେବେଳେ ଶୋଇବା କେତେବେଳେ ଉଠିବା ପାଟର୍ନକୁ ରେଗୁଲେଟ୍ କରେ। ଏବଂ ଏହି କ୍ଲକ୍ କ'ଣ କରେ, ଆପଣ ଯେତେବେଳେ ବେଡ୍କୁ ଯାଉଛନ୍ତି ସେଟା ଦେଖେନି। ଆଲୋକ, ଖାଦ୍ୟର ସମୟ, ଆପଣ କେତେ ଫିଜିକାଲ ଆକ୍ଟିଭିଟି କରିଛନ୍ତି, ଆପଣଙ୍କର ଡେଲି ରୁଟିନ୍, ଏବଂ ଏହାକୁ ସବୁ ଏଇସବୁ ଜିନିଷ କ'ଣ କରେ ନା ଆମ ବଡି ଯେଉଁ କ୍ଲକ୍ ଅଛି କହିଲି ତାକୁ ସିଗ୍ନାଲ ଦେଲେ। ତେଣୁ ଆପଣ ସକାଳେ ଡେରିରେ ଉଠୁଛନ୍ତି କି ଆପଣ ଯେଉଁ ଟାଇମ୍ରେ ଯାଉଛନ୍ତି ନିଦ ସେଟା ଆପଣ ଠିକ୍ରେ ରଖିପାରୁନାହାନ୍ତି। ଏବଂ ଏଇ ଯେଉଁ ତାହେଲେ କ'ଣ ହୁଏ ନା, ଯେତେବେଳେ ଆମେ ଉଠିବା ଏବଂ ଶୋଇବା ଟାଇମ୍କୁ ଠିକ୍ ଭାବରେ ପ୍ରତିଦିନ ରଖିବାନି, ତାହେଲେ କ'ଣ ନା ଏଇଟା ଆମ ବ୍ରେନ୍କୁ ଠିକ୍ ସିଗ୍ନାଲ ଯିବନି। ସେ ଜାଣିପାରିବନି କେତେବେଳେ ଆମକୁ ନିଦ୍ରା ଯିବାକୁ ଅଛି, କାରଣ ଆମେ ସବୁବେଳେ ଟାଇମ୍ଟାକୁ ବଦଳଉଛେ। ତେଣୁ ପ୍ରଥମେ ହେଲା ଆମେ ନିଜକୁ ଆୱାରନେସ୍ରେ ଆଣିବା ଯେ ମୋର ସ୍ଲିପ୍ ଟାଇମ୍ଟା କ'ଣ, ମୁଁ ପ୍ରତିଦିନ କେତେବେଳେ ସମାନ ସମୟରେ ଉଠୁଛି କି ସମାନ ସମୟରେ ମୁଁ ନିଦ ଯାଉଛି କି। ସକାଳେ ମୁଁ ତାପରେ ଆଉ ଗୋଟେ ପ୍ରଶ୍ନ ପଚାରିବାକୁ ପଡ଼ିବ, ସକାଳେ ମୁଁ ନ୍ୟାଚୁରାଲ ଲାଇଟ୍ ମୁଁ ପାଉଛି କି। କାରଣ ନିଜ ବଡି କ୍ଲକ୍କୁ ଆମେ ଏଠି ଦୋଷ ଦେଇପାରିବା ନାହିଁ, କାହିଁକିନା ତାକୁ ଭଲ ଆମେ ସିଗ୍ନାଲ ଦଉନେ। ତେଣୁ କ'ଣ କରାଯିବ ନା, ଗୋଟେ ଆମେ କନସିଷ୍ଟେଣ୍ଟ ସମୟ ରଖିବା, ଯେଉଁ ସମୟରେ ଆମେ ଉଠିବା ଏବଂ ଯେଉଁ ସମୟରେ ଆମେ ନିଦ୍ରା ଯିବା। ତାହେଲେ କ'ଣ ହବ ନା, ସେ ତାକୁ ଠିକ୍ ଭାବରେ ସିଗ୍ନାଲ ମିଳିଯିବ ଯେ ହଁ ଆମକୁ ଏଇ ସମୟରେ ଆମକୁ ଉଠିବାକୁ ଅଛି ଏବଂ ଏଇ ସମୟରେ ଆମକୁ ଶୋଇବାକୁ ଯିବାକୁ ଅଛି। ଯେତେବେଳେ ଆପଣ ଏଇ ଡେଲି ସିଗ୍ନାଲକୁ ରେଗୁଲେଟ୍ କରିଦେବେ, ତାହେଲେ କ'ଣ ହବ ନା, ସେଇଟା ଆପଣଙ୍କ ରୁଟିନ୍ରେ ପଡ଼ିଯିବ ଏବଂ ଆପଣଙ୍କୁ ସେଇ ଯେଉଁ ଭଲ ନିଦ୍ରା ଆମେ ସମସ୍ତେ ଚାହୁଁଛେ, ସେଇ ନିଦ୍ରାଟା ଆପଣଙ୍କୁ ମିଳିପାରିବ। ତେଣୁ ଆମେ ସମସ୍ତେ କ'ଣ କରିବା ନା, ଆମେ ଏଇ ଯେଉଁ ସ୍ଲିପିଂ ପାଟର୍ନ ଅଛି ତାକୁ ଆମେ ନିଜେ ତାକୁ ରେଗୁଲେଟ୍ କରିବା। ଆମେ ପ୍ରଥମେ ଅନୁଧ୍ୟାନ କରିବା ଯେ ଆମେ କେତେବେଳେ ଯାଉଛେ ଶୋଇବାକୁ ଏବଂ କେତେବେଳେ ଆମେ ଉଠୁଛେ, ଆମର ସେଇ ଟାଇମ୍ଟା ଠିକ୍ ରହୁଛି ନା ନାହିଁ, ବା କେତେ ଆମେ ଭ୍ୟାରିଏସନ୍ କରୁଛେ। ତାପରେ ଆମେ ନିଜେ ଆୱାରନେସ୍ ହେଇକି ସେ ଟାଇମ୍ଟାକୁ ଠିକ୍ କରିବା ଯେ ଆମେ ଏଇ ସମୟରେ ଉଠିବା ଏବଂ ଏଇ ସମୟରେ ମୁଁ ପ୍ରତିଦିନ ନିଦ୍ରା ଯିବି। ତାହେଲେ କ'ଣ ହବ ନା, ସେଇ ଯେଉଁ ସିଗ୍ନାଲଟା ଆମେ ଦବା ଆମ ବଡି କ୍ଲକ୍କୁ, ସେ ସେଇ ଅନୁସାରେ ଆମକୁ ରେଗୁଲେଟ୍ କରିବ। ଆପଣ ଦେଖିବେ 7 ଦିନ ଯଦି ଆପଣ ଏମିତି କରିଦେଉଛନ୍ତି, ଆପଣ ଠିକ୍ ସେଇ ଟାଇମ୍ରେ ହିଁ ଆପଣଙ୍କ ବଡି କ୍ଲକ୍ ଉଠାଇ ଦେବ ଏବଂ ଆପଣ ସେଇ ଟାଇମ୍ରେ ଯେତେବେଳେ ଶୋଇବାକୁ ଯିବେ, ଆପଣଙ୍କୁ ଆପେ ଆପେ ନିଦ ଆସିବ। ଆଉ ଆପଣ ଏମିତି ବେଡ୍ରେ ଆଉ ଗଡ଼ିବେନି କି ନିଦ ଆସୁନି ବୋଲି ସେଇ ଯେଉଁ ପ୍ରୋବ୍ଲେମ୍ରେ ପଡ଼ିବା ନାହିଁ। କାରଣ ଆମ ଭଲ ନିଦ୍ରା ଆମ ପାଇଁ ନିହାତି ଦରକାର, କାରଣ ସେଇ ନିଦ୍ରା ଯୋଗୁଁ ଆମ ଶରୀରର ବଡିର ସବୁ ଅର୍ଗାନ ଗୁଡ଼ିକ ରିପେୟାରିଂ କାମ ହୁଏ। ପରେ ଆମେ ସକାଳେ ଫ୍ରେଶ୍ ଆଉ ଏନର୍ଜେଟିକ୍ ରହିଥାଉ। ଯଦି ଆପଣ ଏଇ ଅଭ୍ୟାସକୁ ଆପଣେଇବେ, ତାହେଲେ କମେଣ୍ଟରେ ଲେଖନ୍ତୁ କ୍ଲକ୍। ଯଦି ଆପଣ ସ୍ଲିପ୍ ରୁଟିନ୍କୁ ଭଲ କରିବାକୁ ଚାହୁଁଛନ୍ତି ଏବଂ ତାହେଲେ ଆମ ହୋଲିଷ୍ଟିକ୍ ହିଲିଂକୁ ଫଲୋ କରନ୍ତୁ ଏବଂ ଆମକୁ ମଧ୍ୟ DM କରିପାରିବେ। ଯଦି ହୋଲିଷ୍ଟିକ୍ ହିଲିଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ ଏବଂ ଭିଡ଼ିଓଟିକୁ ମଧ୍ୟ ସେୟାର କରନ୍ତୁ। ଧନ୍ୟବାଦ, ନମସ୍କାର।